ବର୍ଷେ ଭିତରେ ବାହାଘର କରିବା ପ୍ଲାନ୍ ଚଲେଇଛି। ତା ବାହାଘର କରିଦେଲେ ଭଲ, କାହିଁକିନା ଦି ଜଣ ରହିଲେ, ଯୋଡି ରହିଲେ ସେମାନଙ୍କୁ ଆରାମରେ ଖେଳିବେ ବୁଲିବେ। ମୁଁ ନ ଆସିଲା ଯାଏଁ ଜଗିଥିବ, ତାର ମୋର ମିଶିକି ଶୋଉ, ଶୀତ ଦିନ ଆସିଲେ ଗୋଟେ କମ୍ବଲ ଭିତରେ ତାର ମୋର ଶୋଉ। ଗୁଡାଏ ଝିଅ ମାନେ ବାଟରେ ଦେଖିଲେ କାଖାନ୍ତି, କାହିଁକି? ତ ସୁନ୍ଦରିଆ ଦିଶୁନଥିଲେ କଣ କାଖେଇଥାନ୍ତି କି? ତିନି ବର୍ଷ ଭିତରେ ମୋର ତାର ଭଲ ପାଇବାଟା ପଳେଇ ଆସିଲା। ପଇସା ପତ୍ର ଦୁନିଆରେ କିଛି ନାହିଁ, ମୂଲ୍ୟ ହିଁ ନାହିଁ। ଏତେ 50,000 ଲକ୍ଷ ଟଙ୍କା କୁକୁର ରଖିଲେ ବି ତାଙ୍କଠୁ ଆମ ଟପିଟା ସବୁଠୁ ସୁନ୍ଦରୀ, ଏଟା ସବୁଠୁ ସୁନ୍ଦରୀ। ମୁଁ ଯେତେ ଦିନ ବଞ୍ଚିଛି ଟପି ମୋ ସହିତ ରହୁ, ମୁଁ ମରିବା ପୂର୍ବରୁ ସେ ମରିବ। କିନ୍ତୁ ଟପି ମୁଁ ଯେତେବେଳେ କଳାହାଣ୍ଡି ଯାଏ, ଟଫିର ବି ଆଉ ମୋ ପାଇଁ ଦି ଲୋକ ପାଇଁ ଟିକେଟ ହୁଏ। ତାର ମୋର ଦି ଜଣ ମିଶିକି ସିଟରେ ସ୍ଲିପରରେ ଶୋଇକି ଯାଉ। ତା ପାଇଁ ଗୋଟେ ସ୍ଲିପର, ମୋ ପାଇଁ ଗୋଟେ ସ୍ଲିପର। ମତେ ବସ୍ ବାଲା ମନା ବି କରିଥିଲା, କିନ୍ତୁ ମୁଁ ବସରେ ବସ୍ ବାଲା ସହିତ ଝଗଡା ହେଇଥିଲା। ମୁଁ କହିଥିଲି ଟୋଟାଲ ସମସ୍ତ ଯାତ୍ରୀଙ୍କୁ ଉତରେଇ ଦେ, ଯେତେ ସିଟର ଫ୍ୟୁଜ ହଉଛି ମୁଁ ଦେବି, ଖାଇବନି। ମୁଁ ନ ଆସିଲା ଯାଏଁ ସେ ଖାଇବନି, ମୁଁ ତାକୁ ଖୁଆଇବାକୁ ପଡେ। ହଁ, ଉତ୍ତରାଧିକାରୀ ଟଫି ଆକା, କାହିଁକିନା ମୋର ତ କେହି ନାହାନ୍ତି ନା। ଆଚ୍ଛା ଲଭ ଭାଇ, ଆପଣଙ୍କର ଆଉ ଆପଣଙ୍କ କୁକୁର ଭିଡିଓ ମାନେ ଲବ ଆଉ ଟଫିର ଯୋଡି ବର୍ତ୍ତମାନ ବି ସାରା ଓଡିଶାରେ ଚର୍ଚ୍ଚା। ଯେ କଣ କହିବେ ଭାଇ, ଏଇ ଭିଡିଓ କାହିଁକି ଏତେ ଭାଇରାଲ ହଉଛି ଆପଣ ଦି ଜଣଙ୍କର? ମୁଁ କେବେ ଭାବିନଥିଲି ଯେ ଗୋଟେ ବର୍ଥଡେ ତ ମନେଇବା, ଗୋଟେ ଭଲସେ ସେଲିବ୍ରେଟ କରିବା ବୋଲି ଭାବିଲି, ନିଜ ପୁଅ ପରିକା। ତ ଛୋଟବେଳେ ଯେହେତୁ ପୁଅ ପରିକା ମୁଁ ରଖିଛି, ତ ଭାବିଲି ସେଲିବ୍ରେଟ ଭଲସେ କରିବା, କିନ୍ତୁ ଏତେ ଜୋରରେ ଭାଇରାଲ ହେବ ମୁଁ କେବେ ଭାବିନଥିଲି। ମାନେ ଓଡିଶାରେ ଯାହାକୁ ପଚାରେ, ଯୁଆଡେ ଗଲେ ମତେ ପଚାରନ୍ତି ଭାଇ ଟଫି କୁଆଡେ, ଟଫିକୁ କାଇଁ ଆଣିନ, ମାନେ ଏତେ ଭାଇରାଲ କେବେ ଭାବିନଥିଲି, ମୁଁ ଇମାଜିନ ବି କରିନଥିଲି ଏତେ ଭାଇରାଲ ହେଇଗଲା। ମୋ ଘରେ ତ ବସ୍ ମୁଁ ନିଜେ ହିଁ, ଓ ଟଫି ତ ନିଜ ପୁଅ ପରିକା, ସିଏ ଆଉ କଣ। ମୋ ହଁ, ଉତ୍ତରାଧିକାରୀ ଟଫି ଏକା, କାହିଁକିନା ମୋର ତ କେହି ନାହାନ୍ତି ନା। ଆଚ୍ଛା ଭାଇ, ଇଏ ଆପଣଙ୍କ କଥା ବେଶୀ ଶୁଣେ ନା ଆପଣଙ୍କ ସ୍ତ୍ରୀଙ୍କ କଥା ବେଶୀ ଶୁଣେ? ମୋ ସ୍ତ୍ରୀ ତ ନାହିଁ, ସ୍ତ୍ରୀ କଥା ଶୁଣିବ କୁଆଡେ, ମୋ କଥା ହିଁ ଶୁଣେ ସେ। ଆଉ ମୋ ଛଡା କାହା କଥା ଏତେ ଶୁଣେନି। ସ୍ତ୍ରୀ ନା ପ୍ରେମ କେବେ ବି କାହା ସହିତ ହେଇଯାଏ, ଆପଣଙ୍କ ସହିତ ଟଫି ସହିତ କେମିତି ପ୍ରେମ ହେଲା ଆଉ କେବେଠୁ ହେଲା? 3 ବର୍ଷ ହେଇଗଲା ଯେ ମୋ ଲାଇଫରେ ଟଫି ଆସିଲା ପରେ। ତ ଛୋଟ ଥିଲା, ମୁଁ ଆଗରୁ କୁକୁର ମାନଙ୍କୁ ବହୁତ ଡରେ। ତ ଯେତେବେଳେ ସେ ଆସିଲା, ସେ ମତେ ଗୋଡାଏ, ଫେର ବି ମୁଁ ଡରୁଥିଲି। ତାପରେ ଯେତେବେଳେ ମୋ ସହିତ ଆସିଲା, ଖେଳିଲା ବୁଳିଲା, ମିଶିଗଲି, 3 ବର୍ଷ ଭିତରେ ମୋର ତାର ଭଲ ପାଇବାଟା ପଳେଇ ଆସିଲା। ଏତିକି ଭଲ ପାଇବା ପଳେଇ ଆସିଲା ଯେ ମୁଁ ଅନ୍ୟ ବାକି ବାହାରେ ବି ବୁଲା କୁକୁର ମାନଙ୍କୁ ଦେଖିଲେ ସବୁଦିନ ମୁଁ ଯେତେବେଳେ ଇଚ୍ଛା ହୁଏ କିଣିକି ବିସ୍କେଟ ମୁଁ ଖାଇବାକୁ ଦିଏ, ଯେତେବେଳେ ଯୋଉଟା ପାଏ ମୁଁ ଖାଇବାକୁ ଦିଏ। ଇଏ କେତେବେଳେ ଚପଲ ଚୋରି କରିବା କିଛି ଦୁଷ୍ଟାମି ଆର ଅଛି? ନା, ଦୁଷ୍ଟାମି ଷ୍ଟାର୍ଟିଂ ରୁ ତାକୁ ଯେମିତି ରଖିବ ସେ ସେମିତି ଦୁଷ୍ଟାମି କରିବ। ଏଇ ଛୋଟ ବେଳେ ଦୁଷ୍ଟାମି କରିନି, ମୋର ସବୁ ରୁମ ସବୁବେଳେ ଖୋଲା, କିଛି କରେନି, କୋଉ ଜିନିଷ ହାତ ମାରିବନି, କିଛି କରିବନି, ଖେଳିବ, ଖାଲି ଖେଳିବ, ଛାତକୁ ଯିବ, ତଳକୁ ଆସିବ, ସବୁ ଯାକ ଖୋଲା। ଆଉ ତା ଖେଳ ନାହିଁ ଖେଳିବ, ଆଉ କାହା ଜିନିଷ ସେ କିଛି ଛୁଇଁବନି। ଟଫିର କେତେ ବୟସ ହେଲାଣି? ଟଫିର 3 ବର୍ଷ, ଥାର୍ଡ ବାର୍ଥଡେ ମନେଇ ସାରିଲି, ଥାର୍ଡ ବାର୍ଥଡେ। ଟଫି ପୁଅ ନା ଝିଅ କହିଲେ? ଟଫି ପୁଅଟା। ଆପଣ ଗୋଟେ ଝିଅଟେ ଦେଖିଲେଣି? ବାହାଘର ବି ନା କରିବେ? ଦେଖିନି, ଦେଖିବି, କିନ୍ତୁ ବର୍ଷେ ଭିତରେ ବାହାଘର କରିବା ପ୍ଲାନ୍ ଚଲେଇଛି। ତା ବାହାଘର କରିଦେଲେ ଭଲ, କାହିଁକିନା ଦି ଜଣ ରହିଲେ, ଯୋଡି ରହିଲେ ସେମାନଙ୍କୁ ଆରାମରେ ଖେଳିବେ ବୁଲିବେ। ମତେ ଆଉ ଟାଇମ ଦେବାକୁ କେତେ ପଡିବ, ମୁଁ ଯେତେବେଳେ ଯୋଉଠି ଥିଲେ ଦୌଡ଼ିକି ଆସିବା, ଖାଇଲାନି ତ ଏଇଠି କଣ ରଖିଦେଲେ ସେମାନେ ଖାଇଦେବେ, କିନ୍ତୁ ରଖିଦେଲେ ଖାଉନି ନା, ସେ ଖାଇବନି। ମୁଁ ନ ଆସିଲା ଯାଏଁ ସେ ଖାଇବନି, ମୁଁ ତାକୁ ଖୁଆଇବାକୁ ପଡେ। ବାହାଘର ପରେ ସିଏ ବଂଶ ବିସ୍ତାର ବି କରିବେ, ହୁଁ, ତ ବର୍ତ୍ତମାନ ଆଗକୁ କଣ ପ୍ଲାନ୍ କରିଛନ୍ତି ଆପଣ ତାଙ୍କ ପାଇଁ? ବଂଶ ବିସ୍ତାର କରିବେ, ଆଉ ପ୍ଲାନ୍ କିଛି କରାହେଇନି, ସେମିତି କିଛି ଭାବିନି। ଆଚ୍ଛା ଭାଇ, ଇଏ ଆପଣଙ୍କର ବେଶୀ ଖର୍ଚ୍ଚ ହଉଛି ନା ଏଇ କୁକୁର ପିଛାରେ ବେଶୀ ଖର୍ଚ୍ଚ? ନିଜର ନା ନା, ମେଣ୍ଟେନାନ୍ସ ନିଜର ମେଣ୍ଟେନାନ୍ସ ତ ଖର୍ଚ୍ଚ ହଉଛି ନିଶ୍ଚୟ, କିନ୍ତୁ ଡଗ୍ ମାନଙ୍କ ତୁଳନାରେ ଦେଖିଲେ ତାର ହେଭି ଖର୍ଚ୍ଚ ହଉଛି। କଣ କଣ ବ୍ୟବହାର କରୁଛି? ଇଏ ବ୍ରଶ କରୁଛି, ତାର ଡଗ ଫୁଡ ଖାଉଛି, ତାର ବିସ୍କେଟ ଖାଉଛି, ତାର ସାମ୍ପୁ କରିବାକୁ ପଡୁଛି, 900 ଟଙ୍କା ଦେଇକି ସାମ୍ପୁ ତାକୁ ୟୁଜ କରିବାକୁ ପଡୁଛି ଗାଧୋଇବା ପାଇଁ। ତାର ସବୁ କଷ୍ଟଲି, ଯୋଉଟା ଦୁନିଆ ମାର୍କେଟରେ ସବୁଠୁ କଷ୍ଟଲି ଜିନିଷ ମୁଁ ତାକୁ ୟୁଜ କରେ ଯେହେତୁ, ଆଉ ତାକୁ ହାଇଜେନିକ ମେଣ୍ଟେନ କରେ। ଏଥିପାଇଁ ସେ, ମୁଁ ଚାହେଁ ଯେ ସେ 15-20 ବର୍ଷ ବଞ୍ଚୁ ବୋଲି, କାହିଁକିନା ଡଗ ମାନେ ବହୁତ 12-15 ବର୍ଷରେ ମରିଯାନ୍ତି। ତ ମୁଁ ଚାହେଁ ବହୁତ ବର୍ଷ ଟିକେ ବଞ୍ଚୁ, ସେଥିଲାଗି ମୁଁ ତାକୁ ପାଇଁ ମେଣ୍ଟେନ କରେ। ହଁ, ମୁଁ ଟଫିର ବର୍ତ୍ତମାନ ସବୁ କାମ ମୁଁ ନିଜେ ହିଁ କରୁଛି, କାହିଁକିନା ସେ ଛୁଆ ନା, ମୋ ପାଇଁ ସେ ଛୁଆ, କାହା ପାଇଁ କଣ ହେଇଥାଇପାରେ, ମୋ ପାଇଁ ତ ସେ ମୋ ଛୁଆ। ବହୁତ ଜଣ ଥାନ୍ତି ମାନେ ପଶୁ ପକ୍ଷୀ ପ୍ରତି ବହୁତ ଭଲ ପାଇବା ଜତାନ୍ତି, କିନ୍ତୁ ମା ବାପାଙ୍କୁ ପଚାରନ୍ତିନି, କିନ୍ତୁ ଆପଣଙ୍କର କଣ କେମିତି? ମୋର ଆ ପ୍ରତି ଯେତିକି ଭଲ ପାଇବା ବାପା ମା ପ୍ରତି ବି ସେୟା ଅଛି।
ଆଉ ଲୋକଙ୍କ ପ୍ରତି ବି ସେୟା ଅଛି। ମୁଁ ମଣିଷ ଦେଖନ୍ତୁ ସମସ୍ତଙ୍କର ମଣିଷ ହଉ କି ପଶୁ ହଉ କି ଯେ ସମସ୍ତଙ୍କର ଜୀବନ ଅଛି, ସମସ୍ତଙ୍କର ଅଧିକାର ଅଛି ବଞ୍ଚିବାର। ସେଥିପାଇଁ ଦୁନିଆରେ ତ ଆସିଛୁ ସମସ୍ତେ ତ ଆଜି ନହେଲେ କାଲି ଦୁନିଆ ଛାଡ଼ିକି ଯିବା। ତ ଦୁନିଆରେ ତ ପଇସା ପତ୍ର ସମ୍ପତ୍ତି ନେଇକି ଯିବାନି, ସାଙ୍ଗରେ ଭଲ ପାଇବା ହିଁ ନେଇକି ଯିବା। ସେଥିପାଇଁ ଲଭ୍ ଅଲ୍ ସର୍ଭ ଅଲ୍, ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କ ସେବା କର। ପଇସା ପତ୍ର ଦୁନିଆରେ କିଛି ନୁହଁ, ଗୋଟେ ମୂଲ୍ୟହୀନ। ମୁଭି ଆସିଥିଲା ଜାକି ଶ୍ରଫଙ୍କ ହୁଁ କୁକୁର ପାଇଁ ବୋଲି ବହୁତ ହାଇଲାଇଟ୍ ହେଇଥିଲା ଆଉ ବହୁତ ଫେମସ୍ ଥିଲା ସେ ମୁଭିଟା। ହଁ ସେଟା ମୁଁ ଜାଣିଛି, ସେ ପିକ୍ଚର ବି ମୁଁ ନିଜେ ଦେଖିଛି। ଆପଣଙ୍କ ଭଲ ପାଇବା ବି କଣ ସେମିତି? ହଁ ନିଶ୍ଚୟ 100%। ଟଫି ପାଇଁ ଆପଣ କଣ କଣ କରୁଛନ୍ତି? ଟ୍ରଫି ପାଇଁ ଯାହା ଦରକାର ମୁଁ ସେୟା କରୁଛି। ଯେମିତି ସେ ମନେକର ମୁଁ ଗାଁକୁ ଯାଏ, ମୁଁ ତାକୁ କାରରେ ନେଇକି ଯାଏ, ବସରେ ବି ତାକୁ ନେଇକି ଯାଏ। ବସ୍ ବାଲା ଯଦି ମୋତେ ମନା କରିଥିଲା, ଫାଷ୍ଟ ଟାଇମ୍ ମୋତେ ବସ୍ ବାଲା ମନା ବି କରିଥିଲା, କିନ୍ତୁ ମୁଁ ବସ୍ରେ ମୁଁ ବସ୍ ବାଲା ସହିତ ଝଗଡ଼ା ହେଇଥିଲା। ମୁଁ କହିଥିଲି ଟୋଟାଲ ସମସ୍ତ ଯାତ୍ରୀଙ୍କୁ ଉତରେଇ ଦେ, ଯେତେ ସିଟ୍ର ଫ୍ୟୁଜ୍ ହେଉଛି ମୁଁ ଦେବି, କିନ୍ତୁ ମୁଁ ଟଫିକୁ ନେଇକି ଯିବି, ଏଇଟା ମୁଁ କହିଥିଲି। କିନ୍ତୁ ଟଫି ମୁଁ ଯେତେବେଳେ କଳାହାଣ୍ଡି ଯାଏ, ଟଫିର ବି ଆଉ ମୋ ପାଇଁ ଦୁଇ ଲୋକ ପାଇଁ ଟିକେଟ୍ ହୁଏ। ମୁଖିଗୁଡ଼ା ଯାଏ ଚମ୍ପତି ବସ୍ରେ ଆମର ଟିକେଟ୍ ହୁଏ। ତାର ମୋର 2 ଜଣ ମିଶିକି ସିଟ୍ରେ ସ୍ଲିପରରେ ଶୋଇକି ଯାଉ, ତା ପାଇଁ ଗୋଟେ ସ୍ଲିପର, ମୋ ପାଇଁ ଗୋଟେ ସ୍ଲିପର। ଆପଣ ଟପିକି ରାତିରେ ବି ଧରିକି ଶୋଉଛନ୍ତି ବୋଲି କହୁଛନ୍ତି, ପାଖରେ ରହୁଛି ସିଏ, ଆପଣଙ୍କ ବେଡ୍ ସେୟାର ବି ଆପଣ ତାକୁ କରୁଛନ୍ତି, ଖାଇବା ପିଇବା ସବୁ ଯାକ ଗୋଟେ ଜାଗାରେ ହୁଏ ବୋଲି କୁହନ୍ତି ଆପଣ। ଟଫି ସବୁବେଳେ ମୋ ଉପରେ ଶୁଏ, ମୋ ଛାତିରେ ଶୁଏ ରାତିରେ ଆସିଲେ। ମୁଁ ନ ଆସିଲା ଯାଏଁ ଜଗିଥିବ, ତାର ମୋର ମିଶିକି ଶୋଉ। ଶୀତ ଦିନ ଆସିଲେ ବି ଗୋଟେ କମ୍ବଲ ଭିତରେ ତାର ମୋର ଶୋଉ। ସେମିତି କିଛି ନାହିଁ, ମତେ ତ ନିଜ ପୁଅ ପରିକା ଫିଲିଙ୍ଗସ୍ ହୁଏ ନା, ନିଜ ଛୁଆଟା ସେ ଯେ ଆଉ କୋଉଠି ଶୋଇବ, ସେ କଣ ତଳେ ଶୋଇବ? ଆଜିକାଲି ଦୁନିଆ ସମାଜରେ ବ୍ରିଡ୍ ରଖନ୍ତି, ସବୁ ହାଇବ୍ରିଡ୍ ଜିନିଷ ପଇସା ଦେଇକିରି 20,000 30,000 ଲକ୍ଷ ଟଙ୍କା 5 ଲକ୍ଷ ଟଙ୍କା କୁକୁର ରଖନ୍ତି। ଆପଣ ଦେଶୀ କୁକୁର ଏତେ ଭଲ ପାଉଛନ୍ତି। ସେ ଦେଶୀ ନୁହଁ, ସେ ମିକ୍ସ ବ୍ରିଡ୍ ଟା, କିନ୍ତୁ ସେ ଦେଶୀ ନୁହଁ। କିନ୍ତୁ ଦେଖିବାକୁ ଯେତେ ଅଛନ୍ତି, ଯେତେ 50,000 ଲକ୍ଷ ଟଙ୍କା କୁକୁର ରଖିଲେ ବି ତାଙ୍କଠୁ ଆମ ଟଫିଟା ସବୁଠୁ ସୁନ୍ଦରିଆ ମତେ ତ ଲାଗେ। ଆଉ ଲୋକ ଯଦି ପସନ୍ଦ କରନ୍ତି, ଗୁଡାଏ ହିରୋଇନ ବି ତାକୁ ସେଲ୍ଫି ନେଇଛନ୍ତି, ଗୁଡାଏ ଝିଅ ମାନେ ବାଟରେ ଦେଖିଲେ ତାକୁ କାଖନ୍ତି। କାହିଁକି? ସେ ସୁନ୍ଦରିଆ ଦିଶୁନଥିଲେ କଣ କାଖେଇଥାନ୍ତେ କି? ଝିଅମାନେ କାହିଁକି ବେଶୀ ଅଣ୍ଡର କୁକୁର କାଟନ୍ତି କଣ ପାଇଁ? ସେଟା କାହିଁକି ମୁଁ ଜାଣିନି, କିନ୍ତୁ କାଖନ୍ତି। ଟଫିର କେତେ ହବ ଭାଇ ଝିଅ ଅଛନ୍ତି ବର୍ତ୍ତମାନ? କଣ କହିଲେ? ଟଫିର କେତେ ଜଣ ବର୍ତ୍ତମାନ ଝିଅ ନା ଅଛନ୍ତି? ଟଫିର କିଛି ଝିଅ ନାହାନ୍ତି। ଟଫି ବାହାଘର କରାହେବା ଖୋଜା ଚାଲିଛି, ବାହାଘର ଫାଇନାଲି କରିବା। ଭାଇ ଆପଣ ମ୍ୟାରେଜ କରିଛନ୍ତି ନା? ନା ମୁଁ ମ୍ୟାରେଜ କରିନି। ଆପଣ ମ୍ୟାରେଜ କରୁନାହାନ୍ତି? ନା ଆଜି ନହେଲେ କାଲି ମ୍ୟାରେଜ କରିବେ? ନା ନା ମୁଁ କରିବାକୁ ଚାହୁଁନି। କାହିଁକି? ଦେଶ ସେବା କରିବା ପାଇଁ ମନ ବଳି ସାରିନି, ଆଉ କଣ ମ୍ୟାରେଜ କରିବି? ଦେଶ ସେବା କରିବା ପାଇଁ ତ ଗୋଟେ ଟିମ୍ ଦରକାର ନା, ଆଉ ସେ ଟିମ୍ କେମିତି କରିବେ ଆପଣ? ସବୁ ଅଟୋମେଟିକ ହେବ, ସବୁ ଧୀରେ ଧୀରେ, ସବୁ ଜିନିଷ ଧୀରେ ଧୀରେ ହୁଏ। ସବୁ ଜିନିଷ ଧୀରେ ଧୀରେ ହେବ। ତାହେଲେ ଆପଣଙ୍କର ସବୁ ସ୍ୱପ୍ନ ବର୍ତ୍ତମାନ ଟଫି? ସବୁ ସ୍ୱପ୍ନ ଟଫି। ମୋ ଗାଁ ଲୋକଙ୍କୁ ନେଇ ସ୍ୱପ୍ନ ଦେଖିଛି, ସେଇଟା ଫାଷ୍ଟ ପୂରଣ କଲା ପରେ ଆଗକୁ ଯିବି। ଗାଁ ଲୋକର ସ୍ୱପ୍ନ ହେଲା, ଗାଁ ଲୋକ ଚାହୁଁଛନ୍ତି ମୁଁ ଗାଁର ସରପଞ୍ଚ ହେଇକି ଛିଡା ହୁଏ, ଲୋକଙ୍କ ସେବା କରେ, ସେଇଟା କରିବି ନିଶ୍ଚୟ। କରିବା ପାଇଁ ତ ମନ ବଳେନି, କରିବି। ଭାଇ ଗୋଟେ କମେଣ୍ଟ ଆପଣଙ୍କ ଭିଡିଓରେ ଆସିଥିଲା ଯେ ତେଲ ବଳିଲେ ଅଜାଗାରେ ମାରନ୍ତି। ସେଟା ଯିଏ ଭାବୁଛି ତା ପାଇଁ ମୂର୍ଖାମି। ମୁଁ ଯଦି ପଇସା କମଉଛି, ପଇସା ଅଛି ମୋ ପାଖରେ, ସେ ପଇସା ତ ମଲା ଦିନ ନେଇକି ଯିବି, କଣ କରିବି? ମୋର ସଉକ, ମୋର ଇଚ୍ଛା ଯେ ଟଫି ସହିତ ମୁଁ ଟାଇମ୍ ସ୍ପେଣ୍ଡ କରିବା ପାଇଁ, ତ ଟଫି ପାଇଁ ଖର୍ଚ୍ଚ କରି ନିଜ ପୁଅ ପରିକା ରଖିଛି, ଖର୍ଚ୍ଚ କରିବିନି ଆଉ କାହା ପାଇଁ କରିବି? ତା ବୋଲି କଣ ଗୋଟେ କୁକୁର ପିଛାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବି? ନିଶ୍ଚୟ କରିବି। ଟଫିଟା ମୋ ପୁଅ, ମୁଁ ତ ପୁଅ, ସେ କିଏ କୁକୁର ସେ ହେଇପାରିଥାଏ, ମୋ ପାଇଁ ତ ମୋ ଛୁଆ ନା। ସେ ମୋ ଛୁଆ ପାଇଁ ମୋର ଯଦି ପୁଅଟେ ଥାନ୍ତା, କଣ ଖର୍ଚ୍ଚ କରିନଥାନ୍ତି? ଆଉ ତ ନିଜ ଛୁଆ ପରିକା ରଖିଛି। ସେଇଠି ବଢିବନି। ସେଇଠି ଗଲେ ଯଦି ବୁଲା କୁକୁର ମାନଙ୍କୁ ଖାଇବାକୁ ଦବ, ତାଙ୍କୁ ମଣିଷ ଭଲ ପାଇବା ଦବ, ସେ ମଣିଷ ପରିକା ହେଇଯିବେ। ଭଲ ପାଇବା ଯଦି ମିଳୁନି ସେମାନଙ୍କୁ ବୋଲିକି ସେ ଆକୁ ତାକୁ କାମୁଡି ଦଉଛନ୍ତି। ସେମିତି ହେଲେ ତ ମଣିଷର ସଂଖ୍ୟା କମିଯିବ, କୁକୁରମାନଙ୍କ ସଂଖ୍ୟା ବଢିଯିବ। ସେମିତି ତ କହିପାରିବିନି ମଣିଷ ସଂଖ୍ୟା କୁକୁର ସଂଖ୍ୟା କମିଯିବ ବୋଲି, କିନ୍ତୁ ଯେତିକି ମଣିଷ ହେବା ରହିବା କଥା ରହି, କୁକୁର ରହିବା କଥା। କିନ୍ତୁ କୁକୁରକୁ ଖାଇବାକୁ ସବୁ ଲୋକ ଦିଅ, ଭଲ ପାଇବେ, ଯେମିତିକି ଅନ୍ୟ କାହାକୁ କାମୁଡିବେନି। ଯୋଉ ଲୋକମାନେ ଟେକା ପଥର ମାରି ଦଉଛନ୍ତି, ସେଥିପାଇଁ ଲୋକ ରାଗିକି କାମୁଡି ଦଉଛନ୍ତି। ତାହେଲେ ଇଲେକ୍ସନରେ ଆପଣଙ୍କ ପାଇଁ କ୍ୟାମ୍ପେନିଂ କିଏ କରିବ? ଇଲେକ୍ସନ ପାଇଁ କ୍ୟାମ୍ପେନିଂ ମୋର ସାଙ୍ଗସାଥି ଅଛନ୍ତି, ଯୋଉମାନେ ମତେ ଭଲ ପାଉଛନ୍ତି ସେମାନେ କରିବେ। ଆଉ ଆଉ ମତେ 99% ଲୋକ ଭଲ ପାଆନ୍ତି, 1% ଲୋକ ମୋର ଶତ୍ରୁ ଥିବେ, କିନ୍ତୁ ମତେ 99% ଲୋକ ମୋ ଏରିଆରେ, ମୋ ଗାଁରେ ଯାଇକି ଇନକ୍ୱାରି ବି କର, ଭଲ ପାଆନ୍ତି। ଆପଣ ଯେତେବେଳେ ଭୋଟିଂ ପାଇଁ ବୋଲିକି ଘର ଘର ଯାଇକି ଭୋଟ ମାଗୁଥିବେ, ସେତେବେଳେ ଟଫି ବି ଆପଣଙ୍କ ସହିତ ଥିବ? ହଁ ନିଶ୍ଚୟ ନିଶ୍ଚୟ। ହଁ ତା ଗ୍ୟାଙ୍ଗକୁ ଧରିକିନା ସେ ମୋ ସହିତ ରହିବ। ଟଫି ନିଶ୍ଚୟ, ହଁ ମୋ ସହିତ ସବୁବେଳେ ରହିଛି। ଇଲେକ୍ସନରେ ବୁଲିଲେ ବି ସେ ମୋ ସହିତ ରହିବ। ଟଫି କଣ କହୁଛି? ଟଫି କିଛି କହୁନି, ସେ ଟଫି ତଳକୁ ଯିବି ତଳକୁ ଯିବି ହଉଛି। ଭାଇ କୁକୁର ପ୍ରତି ଏତେ ଭଲ ପାଇବା, ଏ ଭଲ ପାଇବାରୁ ସାରା ସମାଜ କଣ ଶିଖିବ ବୋଲି ଆପଣଙ୍କୁ ଲାଗୁଛି? ଯୋଉ ଲୋକ କୁକୁର ରଖି ନାହାନ୍ତି, ଥରେ କୁକୁର ରଖ, ତମେ ଭଲ ପାଇବା ଅଟୋମେଟିକ ଶିଖିଯିବ। ଯୋଉମାନେ ଡଗ ଲଭର ଯିଏ ରଖିଛନ୍ତି, ତାଙ୍କୁ ଯାଇକି ପଚାରିଦବ, ସେମାନେ କେବେ କୁକୁର ଖରାପ ବୋଲି କହିନି। କାହିଁକିନା କୁକୁର ଯେତେବେଳେ ଥରେ ରଖିଦବ, ତାପରେ ମଣିଷ ପ୍ରତି ବି ତମକୁ ଭଲ ପାଇବା ଅଟୋମେଟିକ ପଳେଇ ଆସିବ। କୁକୁର ପାଇଁ ଆପଣ କେତେଟା ଚାକର ଆଉ କେତେଟା ଚାକରାଣୀ ରଖିଛନ୍ତି? ନା ତା ପାଇଁ କିଏ ରଖିନି, ମୁଁ ନିଜେ ହିଁ ତାର ସବୁ କିଛି କରେ। ମାନେ କୁକୁର ପାଇଁ ଆପଣ ତାର ଚାକର? ହଁ ମୋ ଚାକର ସେଇଟା କଣ କୁହାଯିବ? କୁକୁର ପାଇଁ ମୋର ଚାକର କୁହାଯିବନି, ତାକୁ ମୁଁ ସେବା କରେ, ତାର ଚାକର ନୁହଁ।
କେହି ଚାକର ନୁହନ୍ତି ଦୁନିଆରେ, ସମସ୍ତେ ସମସ୍ତଙ୍କ କାମ କରନ୍ତି। କାହାକୁ ଚାକର କହିବାଟା ବି ଠିକ ନୁହଁ, କାହିଁକିନା ସମସ୍ତେ ସମସ୍ତଙ୍କ କାମ କରନ୍ତି। ଯଦି ଗୋଟେ ଚାଷୀଟେ ଚାଷ କରିବନି ଆମେ ଖାଇବା କେମିତି କି? ଗୋଟେ ୱାର୍ଡ ଅଛି ନା, ଜୟ ଯବାନ ଜୟ କିଷାନ। ଆମେ ମାନେ କିଷାନକୁ ଯବାନକୁ ସମ୍ମାନ ଦଉନୁ। କିଷାନ ଯବାନକୁ ସବୁବେଳେ ସମ୍ମାନ ଦେବା କଥା, କାହିଁକିନା କିଷାନ ଯଦି ନଥାନ୍ତା ଆମେ ଆଜି ଏଇ ଭାତ ବି ଖାଇପାରିନଥାନ୍ତେ, କି ଆମ ପେଟକୁ ଅନ୍ନ ଯାଇନଥାନ୍ତା। ଆଉ ଯବାନ ଯଦି ନଥାନ୍ତେ ଆମକୁ ସୁରକ୍ଷା କିଏ ଦେଇନଥାନ୍ତା। ଆମେ ବିନ୍ଦାସ ଯୋଉ ବୁଲୁଛୁ ଯବାନ ପାଇଁ, କିନ୍ତୁ ଯବାନ କିଷାନକୁ ସବୁବେଳେ ସମ୍ମାନ ଦେବା ଦରକାର। ଭାଇ ଆମେ ସକାଳୁ ଦେଖୁଛୁ ଯେତେବେଳେ ଆମେ ଆସୁଛୁ ସେତେବେଳୁ ଆପଣ ଟପି ପଛରେ ହିଁ ଲାଗିଛନ୍ତି। ତାକୁ ବ୍ରଶ କରିବା କଥା ହଉ କିମ୍ବା ଗାଧେଇବା କଥା ହଉ, ଖାଇବା ପିଇବା କଥା ହଉ, ତା ଖେଳିବା ବୁଲିବା କଥା ହଉ, ସବୁ କାମରେ ଆପଣ ଲାଗିଛନ୍ତି। ହୁଁ। ଆପଣ ଯଦି ଦିନଟା ଯାକ ହୁଁ। ଏମିତି ତା ପଛରେ ଦଉଛନ୍ତି, ତାହେଲେ ଆପଣ ନିଜ କାମ କେତେବେଳେ କରୁଛନ୍ତି? ମୋ ନିଜ କାମ ତ ଆମର ତ ଯୋଉ ପୁଅ ପିଲା ଲୋକ ଆମେ ମାନେ ଗାଧେଇ ଦେଲୁ, ବ୍ରସ୍ କରିଦେଲୁ, ଖାଇଦେଲୁ, ହୋଟେଲରେ ଖାଇଦେଲେ ଚଳିଯିବ। କିନ୍ତୁ ସେ ତ ହୋଟେଲ ଖାଦ୍ୟ ଖାଇବନି ନା, ତା ପାଇଁ ସବୁ ଜିନିଷ ମୋତେ ପ୍ରିପାରେସନ କରିବାକୁ ପଡ଼ିବ। ସେଥିପାଇଁ ମୁଁ ବାଧ୍ୟ ହେଇକି ଟାଇମ୍ ବାହାର କରେ। ଟାଇମ୍ ତ ସମସ୍ତଙ୍କ ପାଖରେ ଆଜିକାଲିକା ଡେଟ୍ରେ ଦୁନିଆରେ କାହା ପାଖରେ ଟାଇମ୍ ନଥାଏ, କିନ୍ତୁ ସମସ୍ତଙ୍କୁ ଟାଇମ୍ ବାହାର କରିବାକୁ ପଡ଼େ। ତ ନବୀନ ପଟ୍ଟନାୟକ ପାଖରେ ବି ଟାଇମ୍ ନାହିଁ, ଗୋଟେ ଅଟୋବାଲା ପାଖରେ ବି ଟାଇମ୍ ନଥାଏ, କାହା ପାଖରେ ଟାଇମ୍ ନଥାଏ, କିନ୍ତୁ ଟାଇମ୍ ବାହାର କରିବାକୁ ପଡ଼େ। ଟାଇମ୍ ବାହାର କରି ସବୁ ଜିନିଷ କରାଯାଏ। ଟପି ପାଇଁ କିନ୍ତୁ ଆପଣଙ୍କ ପାଖରେ ସମୟ ଅଛି। ସମୟ ନଥିଲେ ସମୟ ବାହାର କରେ, କ'ଣ କରିବି? ଯେହେତୁ ତାକୁ ରଖିଦିଏ, ମୁଁ ରଖି ସାରିଲିଣି ଅଲରେଡି, ତା ସହିତ ଭଲ ପାଇବା ପଳେଇଗଲାଣି, ମୁଁ ତାକୁ ଛାଡ଼ିଦେଲେ ସେ କେମିତି ରହିବ? ସେ ତ ଖାଇପାରିବନି ନା, ସେ କଥା କହି ଜାଣିନି। ସେ କ'ଣ କଥା କହିପାରେ ଯେ କହିବ ମୋର ଏଇଟା ହେଲା ମୁଁ ଏଇଟା ଖାଇବି, ଜିଦି କରିବ, କ'ଣ କରିବ? ସେ ତ କିଛି ଜାଣିପାରେନି ନା। ଟପିରେ ବି ଆପଣ ବାର୍ଥଡେ ସେଲିବ୍ରେଟ କରିଥିଲେ, ଆଉ ଅଲ୍ ଓଡ଼ିଶାରେ ଆପଣଙ୍କର ନାଁ ବି ଚର୍ଚ୍ଚିତ, ଆଉ ଟପିର ନାଁ ବି ବହୁତ ଚର୍ଚ୍ଚିତ ହେଇକି ରହିଛି। ହୁଁ। ଟପି ପାଇଁ ଆପଣ କ'ଣ କ'ଣ କରିପାରିବେ ସବୁ? ଟଫି ପାଇଁ ଗୋଟେ ଯାହା ଦରକାର ସେୟା କରିପାରିବି। ଆଉ ସବୁବେଳେ ମୁଁ ଚାହିଁବି ଯେ ମୁଁ ଯେତେ ଦିନ ବଞ୍ଚିଛି ଟଫି ମୋ ସହିତ ରହୁ। ମୁଁ ମରିବା ପୂର୍ବରୁ ସେ ମରିବ, କାହିଁକି ନା ମୁଁ ମରିଗଲା ପରେ ମୁଁ ଯେମିତି ରଖିଛି ତାକୁ କେହି ବି ଦୁନିଆରେ କେହି ରଖିପାରିବେନି, ଏଇଟା ସତ କଥା। ମୋ ଘର ଲୋକ ବି ତାକୁ ମୁଁ ଯେତିକି କେୟାର ରଖିଛି ରଖିପାରିବେନି। ସେଥିପାଇଁ ମୁଁ ମରିବା ପୂର୍ବରୁ ଟଫି ମରିଯିବ, ଖୁସି ହେବି। ଥ୍ୟାଙ୍କ ୟୁ।